10ଟା ବେଳକୁ ମୁଁ ମୋର ବସି ଫୋନ୍ ଦେଖୁଥିଲା ବେଳେ ଏପଟେ ମାମୁନ ମାମାର କୋଉଠୁ ଗୋଟେ ବିଙ୍ଗୋ ଟାଡମାରି କୁରକୁରି ନେଇ ଆସିକି ସିଏ ତାଙ୍କର ଗୋଟେ ମଜାମସ୍ତି କରୁଥିଲା ବେଳେ ମୁଁ ଠିକ୍ ବାହାରକୁ ଯାଇ ଦେଖିଲା ବେଳକୁ ଆମ ବିଲରେ ଯୋଉ ଲୋକ ଟାଇଚେନ୍ ଧାନ କରିଥିଲେ ସିଏ ଏଇ 2 ଏକର ଟାଇଚେନ୍ ଧାନ ଦେଇକି କହିକି ଗଲେ ଯେ ଧାନ ତକ ସବୁ ଶୁକେଇ ଦବ। ମୁଁ ଆଉ ଲେଟ୍ ନକରି ମାର ମୋର ଲାଗି ପଡିକି ଧାନ ତକ ସବୁ ଶୁକେଇ ସାରିଲା ପରେ ମୁଁ ଘରକୁ ଯାଇକି ଠିକ୍ ଫ୍ୟାନ୍ ଟା ମାରିକି ବସିକି ନାହିଁ ଏ ଲାଇନ୍ ଟା ଠିକ୍ ଟାଇମ୍ ରେ କଟିବାକୁ ସାଥି ଧାନ ଖେଳି ଆସିଥିଲି ବୋଲି ଯୋଉ ଭଳିଆ ଗରମ ଲାଗୁଥିଲା ମୁଁ ଆଉ ନ ରହିକି ସିଧା ଗାଡି ମାରି ପଳେଇ ଆସିଲି ଆମ ବଜାର ଠି ଆଇସ୍କ୍ରିମ୍ ନେବା ପାଇଁ। ଏପଟେ ସବୁ ପ୍ରକାର ଆଇସ୍କ୍ରିମ୍ ଦେଖିକି ଏଇ ଆଇସ୍କ୍ରିମ୍ ଟା ଅଧିକ ସେଲ୍ ହଉଥିଲା ବୋଲି ମୁଁ ଏଇଥିରୁ 5ଟା ନେଇ ଆସିଲି ଘରକୁ ଖାଇବା ପାଇଁ। ପ୍ରଥମେ ମାମା ଖୁଡି ମାମୁନି ହେରିକା ସମସ୍ତଙ୍କୁ ଗୋଟେ ଗୋଟେ ଦେଇକି ମୁଁ ଗୋଟେ ଆଇସ୍କ୍ରିମ୍ ଖାଉଥିଲା ବେଳେ ମାମା ମତେ ଏପଟେ କହିଲା ଯେ ଯା ଜଲ୍ଦି ଗାଧେଇ ପଡିକି ପଳେଇ ଆସିବୁ ଆଜି ଆମର ମାଣଯାଉ ଲାଷ୍ଟ ତାରିଖ ହବ ଖାଇବା ପାଇଁ। ମୁଁ ଆଉ ଲେଟ୍ ନକରି ଫଟାଫଟ ଗାଧେଇ ପାଧେଇ ରେଡି ହେଇକି ଆସିଲା ବେଳକୁ କୁହନି ମାଣଯାଉ ଯୋଉ ରେଟ୍ ରେ ବାସ୍ନା ହଉଥିଲା ଆଉ ନ ରହି ପାରିକି ମୁଁ ବସି ପାରିଲି ମାଣଯାଉ ଡାଲମା ଖାଇବା ପାଇଁ। ଯାହାକୁ ବର୍ଷକୁ ଆମ ଘରେ ଯୋଉ 4-5 ଥର ମାଣଯାଉ ରନ୍ଧା ହୁଏ ଟେଷ୍ଟ ପୁରା ଅଲଗା ପ୍ରକାର ଲାଗେ। ସେ ଛାଡ ଆମ ଗାଁରେ ଯେହେତୁ ନାଇଟ୍ ଟୁର୍ଣ୍ଣାମେଣ୍ଟ ହବାର 7ରୁ 8 ବର୍ଷ ହେଇଯାଇଥିଲା ସେଥିପାଇଁ ଆମ ଗାଁ ଛୁଆଙ୍କ ମୁଣ୍ଡରେ କଣ ପଶିଲା ଯେ ସେମାନେ ଆଉ ଥରେ କଥାବାର୍ତ୍ତା ହେଇକି କହିଲେ ଯେ ଆମ ଗାଁରେ ଆଉ ଥରେ 6 ତାରିଖ ଦିନ ନାଇଟ୍ ଟୁର୍ଣ୍ଣାମେଣ୍ଟ କରିବା ପାଇଁ। ସେଥିପାଇଁ ଆମେ ଆଉ ଡେରି ନ କରି ଆମ ଗାଁ ପଡିଆଟା ଆଉ ଥରେ ନୂଆ କରିବା ପାଇଁ ସଫାସଫି କରିବାରେ ଲାଗି ପଡିଲୁ।